ଆଜ୍ଞା ଆମ ଗାଡ଼ି କାଲି ଧାମରାରେ ପହଞ୍ଚିଲା ପରେ ଲୋକ ବହୁତ ଜାମ୍ ଥିଲେ ସେଠି ଆମ କଣ୍ଡକ୍ଟର ଯିଏ ଲୋକଙ୍କୁ ଓହ୍ଲେଇଲା ବେଳେ ଲୋକଙ୍କୁ ଓହ୍ଲାଉଛି ସେ ମଉସା ଯିଏ ତାଙ୍କୁ ମାଇଲେ ତାଙ୍କୁ ମାନେ ସିଏ ଉଠିବା ପାଇଁ ଗାଡ଼ି ଧରିକି ଟଣା ଘୋଷରା କଲେ। ଇଏ କହିଲେ ଟିକେ ଅପେକ୍ଷା କର, ଲୋକଙ୍କୁ ଓହ୍ଲେଇ ସାରିଲା ପରେ ଆପଣ ଉଠିବେ। ତାଙ୍କୁ ଖରାପ ଭାଷାରେ ଗାଳି ଗାଲାଜ କଲା ପରେ ସେଠୁ ଲୋକ ଓହ୍ଲେଇଲେନ୍ତି, ସେ ଚଢ଼ି ଚଢ଼ିକି ଉପରକୁ ପଳେଇ ଆସିଲେ। ଆସିକି ସିଟ୍ ଆଗରେ ଠିଆ ହେଲେ, ସେ କହିଲେ ଯେ ଭିତରକୁ ଯାଆନ୍ତୁ। ଏତିକି କହିବା ଭିତରେ ତାଙ୍କୁ ଇଆଡ଼େ ସିଆଡ଼େ ଭାଷାର ଖରାପ ଭାଷାର ଗାଳି ଗାଲାଜ କଲେ। ତାଙ୍କ ସ୍ତ୍ରୀ ଆଇଲେ, ସେ ଠିଆ ହେଇଥିଲେ, ତାଙ୍କୁ କହିଲେ ଯେ ସାଇଡ଼୍ ହୁଅ, ମାଉସୀ ଟିକେ ସାଇଡ଼୍ ହେଇକି ଠିଆ ହୁଅ। ଏତିକି କହିବାରୁ ସେ ମଉସା ଯିଏ ତାଙ୍କୁ ମାଇଲେ। ମୁଁ ଯେମିତି ଛଳାଛଳି କରିବା ତାଙ୍କ ପୁଅ ଆସିକି ପଛପଟରୁ ମୋତେ ଗୁଇଁଠା ମାଇଲେ। ଗଭର୍ଣ୍ଣମେଣ୍ଟ ଗାଡ଼ି ଚଲାଉଛୁ, ଯଦି ଆମକୁ ଗଭର୍ଣ୍ଣମେଣ୍ଟରୁ କୌଣସି ମାନେ ସୁବିଧା ମାନେ ପ୍ରୋଟେକ୍ସନ୍ ଦିଆ ହେଉନି, କହୁଛି ବାରମ୍ବାର ଏଇଭଳିଆ ମାଡ଼ ଖାଇ ଚାଲିଛୁ। ଏଇଟା ଥରେ ନୁହେଁ, ଏଇଟା 2 ଥର 3 ଥର ହେଲାଣି ମାଡ଼ ଖାଉଛୁ। ଆମେ ଯେ ଲୋକଙ୍କୁ ସୁରକ୍ଷା ଦେଉଛୁ କିନ୍ତୁ ଆମ ପାଇଁ କିଛି ସୁରକ୍ଷା ନାହିଁ। ଆମେ କ'ଣ ଚଲେଇବୁ ଗାଡ଼ି? ଆମ ଦାବି, ଆମର ସେ ଲୋକ ଆରେଷ୍ଟ ହେବା ଦରକାର, ଆମକୁ ପ୍ରୋଟେକ୍ସନ୍ ଦରକାର। ବସିବୁ ଆମକୁ ସୁରକ୍ଷା ନ ମିଳିଛି, ଆମକୁ ନ୍ୟାୟ ନ ମିଳିଛି, ଆମେ ସେତେବେଳେ ଧାରଣାରେ ବସିବୁ ରହିବୁ। କାଲିର ଘଟଣା ଥିଲା, ଲୋକମାନେ ଓହ୍ଲେଇଲା ବେଳେ ସେ ମଉସା ଗାଳି ଗୁଲଜ କଲେ। ମୁଁ ତାଙ୍କୁ କହିଲି ସାଇଡ଼୍ ହେଇକି ଛିଡ଼ା ହୁଅ, ଲୋକ ଓହ୍ଲେଇବେ। ତାପରେ ସ୍ତ୍ରୀ ଲୋକ ସେଠି ଓହ୍ଲେଇଲା ପରେ ତାଙ୍କୁ ଠେଲା ପେଲା କରିକି ଭିତରକୁ ଗଲେ। ମୁଁ ତାଙ୍କୁ ଏଇ କଥା କହିବାରୁ ମୁଁ କହିଲି ସ୍ତ୍ରୀ ଲୋକ ଗୁଡ଼ା ଯାଉଛନ୍ତି, ତାଙ୍କୁ ଛାଡ଼, ଆଗେ ସ୍ତ୍ରୀ ଲୋକ ବସନ୍ତୁ, ଆପଣ ଯାଇକି ବସିବେ। ତାପରେ ଠେଲି ପେଲିକି ଗଲେ ଭିତରକୁ ଯାଇ ସାରିଲା ପରେ ତାପରେ ମୁଁ ତାଙ୍କୁ କହିଲି ତୁମେ ସାଇଡ଼୍ ହେଇକି ନ ଛିଡ଼ା ହୁଅ, ସାଇଡ଼୍ ହେଇକି ଛିଡ଼ା ହୁଅ, ଲୋକଙ୍କୁ ଭିତରକୁ ଛାଡ଼। ମୋତେ ଗାଳି ଗୁଲଜ କଲେ। ଗାଳି ଗୁଲଜ କରିସାରିଲା ପରେ ତାଙ୍କ ସ୍ତ୍ରୀ ଆଇଲେ। ମୁଁ ତାଙ୍କୁ କହିଲି ମାଉସୀ ଟିକେ ସାଇଡ଼୍ ହେଇକି ଛିଡ଼ା ହୁଅ, ଆଉ ଲୋକଙ୍କୁ ଭିତରକୁ ଆଣିବାକୁ ଦିଅ। ତାଙ୍କୁ ମୁଁ ଏଇ କଥା କହିଛି, ବୁଲିକି ତାଙ୍କୁ ଖାଲି କହିଛି ମଉସା ଟିକେ ସାଇଡ଼୍ ହୁଅ। ମୋତେ 7-8 ଚାପୁଡ଼ା ମୋ ମୁହଁକୁ ମାରିଛନ୍ତି। ମାରିଲା ପରେ ମୋ କଲରକୁ ଘୋଷାରିକି ନେଇକି ବାହାରେ ନେଇକି ଛିଡ଼ା କରିକି କହୁଛନ୍ତି ତୋତେ କିଏ ଏଇଠି ଅଟେଇକିବୁ, ଆମେ କିଏ ତୁମକୁ ଆସିକି ନେବ ଏଇଠି ମୁଁ ଦେଖିବି। ଦେଇଛନ୍ତି ମୋତେ ମାରିବା ପାଇଁ ଗାଡ଼ି ଚାବିକି ଧରିକି ମୋ ବେକରେ କହୁଛି ମୁଁ ତୋତେ ମାରିଦେବି ଏଇଠି, କିଏ ତୋର କ'ଣ କରିବ ମୁଁ ଦେଖିବି। ଦାବି ଆମର ଅଛି ଯେ ଆମ କଥା ଯେପର୍ଯ୍ୟନ୍ତ ନ ଶୁଣା ଯାଇଛି ବା ବସ୍ ଟୋଟାଲ୍ ଛାଡ଼ିବୁ ନାହିଁ, ଚାଲିବ ନାହିଁ ଟୋଟାଲ୍। ଆମର ଆଗେ ଆମକୁ ନ୍ୟାୟ ଦରକାର। ଆମର ଭୟ ଅଛି ଯେ ପୁଣି କହିଛନ୍ତି ଯେ ସେଠି ଗଲା ପରେ ପୁଣି ମାରିବେ ଆମକୁ, କହିଛନ୍ତି ଧମକ ଦେଇଛନ୍ତି ଯେ ମାରିବୁ, ଅଟେଇକି ଜୀବନରୁ ମାରିଦେବୁ। ଆମେ କେଉଁ ଇଏରେ ଯିବୁ ସେଠିକି? ଆମକୁ କିଛି ବି ପ୍ରୋଟେକ୍ସନ୍ ନାହିଁ, କିଛି ବି। ଆମକୁ ଯେଉଁ ପ୍ରତିଶ୍ରୁତି ଦେଲେ ଯେ ସେ କଥାଟାକୁ ବୁଝିବେ, କିଏ କ'ଣ ମାରିଛି, FIR ଦିଅ, FIR ଦେଇସାରିଲା ପରେ ତାପରେ ଯାଇକି ବୁଝିବୁ ଆମେ କେସ୍ଟାକୁ।